ବାଂଲାଦେଶ ଘଟଣାରେ କିଛି ହିନ୍ଦୁ ମାନେ ବି ସଚେତନ ହେଲେନି। ଏବେ ଦେଖନ୍ତୁ କଲିକତା ଘଟଣାରେ ଗୋଟେ ହିନ୍ଦୁ ପରିବାରର 3 ଜଣଙ୍କୁ ମାରିଦେଲେ, ବାପ ପୁଅ ମା 3 ଜଣଙ୍କୁ ମାରିଦେଲେ। କଣ ପାଇଁ ନା ୱାକାମେଣ୍ଡ ବିରୁଦ୍ଧରେ ମୁସଲମାନ ଭାଇମାନେ ରାଜରାସ୍ତାରେ ଆନ୍ଦୋଳନ କରୁଥିଲେ। ଯଦି ତମେ ରାଜରାସ୍ତାରେ ଆନ୍ଦୋଳନ କରୁଥିଲ ତାହେଲେ ସେ ପରିବାର 3 ଜଣଙ୍କୁ କେମିତି ମାଇଲ? କଣ ପାଇଁ ମାଇଲ? ଯଦି ହିନ୍ଦୁ ମାନେ କଲିକତାରେ ସେଫ୍ ନାହାନ୍ତି, ମାନେ ଭାରତରେ ସେଫ୍ ନାହାନ୍ତି, ମାନେ ଚିନ୍ତାଧାରା କର ତାଙ୍କ ମାନସିକତା କୋଉ ଟାଇପର। ଆଉ କଲିକତାରେ ମମତା ବାନାର୍ଜୀ ସରକାର ଯୋଉ କହୁଥିଲା ଓଡିଶାରେ ତାଙ୍କର ଆକ୍ରମଣ ହଉଥିଲା, ଲୋକମାନେ ଓଡିଶା ଲୋକମାନେ କୁଆଡେ ତାଙ୍କର ମୁସଲମାନ ଭାଇ ରୋହିଙ୍ଗ୍ୟା ମୁସଲମାନ ଭାଇ ମାନଙ୍କୁ କୁଆଡେ ଆକ୍ରମଣ କରୁଥିଲେ ଓଡିଶାରେ। ଭାଇ ଯଦି ଓଡିଶାରେ ଆକ୍ରମଣ କରୁଥାନ୍ତେ ତାହେଲେ ସେମାନେ ଆସି ଓଡିଶାରେ ବେପାର ବାଣିଜ୍ୟ କରିକି ଏପର୍ଯ୍ୟନ୍ତ ରହିପାରିନଥାନ୍ତେ। କଲିକତାରେ ହିନ୍ଦୁ ମାନେ ସେଫ୍ ନାହାନ୍ତି, ତାହେଲେ କୋଉ ସମ୍ପ୍ରଦାୟ ଲୋକମାନେ କଲିକତାରେ ସେଫ୍ ରହିବେ? କେବଳ ମୁସଲମାନ ରହିବେ, ହିନ୍ଦୁ ମାନେ ରହିବେନି। ଇଏ କଣ ବାଂଲାଦେଶ ହେଲା ନା କଣ? ବାଂଲାଦେଶ କରିଦେବ କଲିକତାକୁ? ହିନ୍ଦୁ ମାନେ ସୁଧୁରି ଯାଅ ଟିକେ।